ବନ୍ଧୁଗଣ, ଭାଗବତରେ ଲେଖା ଅଛି, ଆଜି ହେଉ କି କାଲି ହେଉ ନିଜ କର୍ମର ପରିଣାମ ଭୋଗ କରିବାକୁ ପଡ଼ିବ। ଆସନ୍ତୁ ଏହି କାହାଣୀ ମାଧ୍ୟମରେ ଏହାର ସମ୍ପୂର୍ଣ୍ଣ ଅର୍ଥ ବୁଝିବା। ଜଣେ ଅତ୍ୟନ୍ତ ଧାର୍ମିକ, ନ୍ୟାୟବାଦୀ ଏବଂ ଈଶ୍ୱରମୟୀ ରାଜା ଥିଲେ। ସେ ଠାକୁରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିଥିଲେ ଏବଂ ଜଣେ ବ୍ରାହ୍ମଣଙ୍କୁ ଏହାର ପୁରୋହିତ ଭାବରେ ନିଯୁକ୍ତି କରିଥିଲେ। ଏହି ବ୍ରାହ୍ମଣ ମଧ୍ୟ ବହୁତ ଧାର୍ମିକ ଏବଂ ସନ୍ତୁଷ୍ଟକର ପୁରୋହିତ ଥିଲେ। ସେ କେବେ ରାଜାଙ୍କ ଠାରୁ କିଛି ମାଗୁନଥିଲେ ଏବଂ ରାଜା ତାଙ୍କ ସ୍ୱଭାବରେ ବହୁତ ଖୁସି ଥିଲେ। ସେ ରାଜାଙ୍କ ମନ୍ଦିରରେ ପୂଜା କରିବା ସମୟରେ 20 ବର୍ଷ ବିତିଗଲା। ରାଜାଙ୍କର ଏକ ପୁତ୍ର ଜନ୍ମ ହେଲା। ରାଜା ତାଙ୍କୁ ଶିକ୍ଷା ଦେଲେ ଏବଂ ତାକୁ ଜଣେ ବିଦ୍ୱାନ ମଣିଷ କଲେ ଏବଂ ଯେତେବେଳେ ସେ ବଡ଼ ହେଲେ ସେ ତାଙ୍କୁ ଏକ ସୁନ୍ଦରୀ ରାଜକୁମାରୀଙ୍କ ସହିତ ବିବାହ ଦେଲେ। ସେହି ରାତ୍ରିରେ ରାଜକୁମାରୀ ଶୋଇପାରିଲେ ନାହିଁ। ସେ ବୁଲି ବୁଲି ତାଙ୍କ ସ୍ୱାମୀଙ୍କ ଶଯ୍ୟା ନିକଟକୁ ଆସିଲେ। ସେ ହୀରା ଏବଂ ମଣିରେ ଖଚିତ ଏକ ଖଣ୍ଡାକୁ ଦେଖିଲେ। ଯେତେବେଳେ ରାଜକୁମାରୀ ଖଣ୍ଡାଟିକୁ ପରୀକ୍ଷା କରିବା ପାଇଁ ତାର କୋଣରୁ ବାହାର କଲେ, ସେତେବେଳେ ସେ ତୀକ୍ଷ୍ଣ ଧାର ଏବଂ ବିଜୁଳି ପରି ଆଲୋକ ଦେଖି ଭୟଭୀତ ହୋଇଗଲେ। ଭୟରେ ଖଣ୍ଡାଟି ତାଙ୍କ ହାତରୁ ଖସି ରାଜକୁମାରଙ୍କ ବେକରେ ବାଜିଲା। ରାଜକୁମାରଙ୍କ ମୁଣ୍ଡ କଟିଗଲା ଏବଂ ସେ ମୃତ୍ୟୁବରଣ କଲେ। ରାଜକୁମାରୀ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଗଭୀର ଦୁଃଖିତ ହେଲେ। ରାଜକୁମାରୀ ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ମୋର ହଠାତ୍ ମୁଁ କି ପାପ କଲି? ମୋ ସ୍ୱାମୀ ମୋ ହାତରେ ମୃତ୍ୟୁବରଣ କଲେ। ଆପଣ ଜାଣନ୍ତି ପ୍ରଭୁ, କିନ୍ତୁ ମୁଁ ସଭାରେ ଏହା କିପରି କହିପାରିବି? କିପରି ସତ୍ୟ କହିପାରିବି କି ମୋ ହାତରୁ ମୋ ସ୍ୱାମୀଙ୍କ ମୃତ୍ୟୁ ହେଇଛି? କିନ୍ତୁ ମୁଁ ସଭାରେ ଏହି ସତ୍ୟ କଥା କହିପାରିବି ନାହିଁ, କାରଣ ଏହା ମୋ ପିତାମାତା ଏବଂ ଶ୍ୱଶୁର ଘର ଲୋକଙ୍କ ପାଇଁ ଲଜ୍ଜା ଆଣିବ ଏବଂ କେହି ଏହାକୁ ବିଶ୍ୱାସ ମଧ୍ୟ କରିବେ ନାହିଁ। ସକାଳେ ଯେତେବେଳେ ପୂଜାରୀ ଗାଧୋଇବା ପାଇଁ କୂଅ ପାଖକୁ ଆସିଲେ, ରାଜକୁମାରୀ ତାଙ୍କୁ ଦେଖି ବିଳାପ କରିବାକୁ ଲାଗିଲେ। କହିଲେ, କେହି ଜଣେ ମୋ ସ୍ୱାମୀଙ୍କୁ ହତ୍ୟା କରିଛି। ଲୋକମାନେ ଏକାଠି ହେଲେ ଏବଂ ରାଜା ଆସି ପଚାରିଲେ, ତାଙ୍କୁ କିଏ ହତ୍ୟା କଲା? ଝିଅଟି ଉତ୍ତର ଦେଲା, ମୁଁ ଜାଣିନାହିଁ ସେ କିଏ, କିନ୍ତୁ ମୁଁ ତାଙ୍କୁ ମନ୍ଦିର ଭିତରକୁ ଯାଉଥିବାର ଦେଖିଲି। ରାଜା ସମେତ ସମସ୍ତେ ମନ୍ଦିରକୁ ପହଞ୍ଚିଲେ। ସେଠାରେ ଦେଖିଲେ ସେହି ବ୍ରାହ୍ମଣ ପ୍ରାର୍ଥନା କରୁଛନ୍ତି। ତାପରେ ରାଜା ପୁରୋହିତଙ୍କୁ ପଚାରିଲେ, ତୁମେ ରାଜକୁମାରଙ୍କୁ କାହିଁକି ହତ୍ୟା କଲ? ବ୍ରାହ୍ମଣ ଉତ୍ତର ଦେଲେ, ମୁଁ ତାଙ୍କୁ ହତ୍ୟା କରିନାହିଁ। ମୁଁ ତାଙ୍କ ପ୍ରସାଦ ମଧ୍ୟ ଦେଖିନାହିଁ। ପରମେଶ୍ୱର ଏହାର ସାକ୍ଷୀ। କାହାକୁ ନ ଦେଖି ଅପରାଧ ପାଇଁ ଦୋଷାରୋପ କରିବା ଠିକ୍ ନୁହେଁ। କେହି ବ୍ରାହ୍ମଣଙ୍କ କଥା ଶୁଣିଲେ ନାହିଁ। କେହି ଜଣେ ଗୋଟିଏ କଥା କହିଲେ, ଆଉ ଜଣେ ଆଉ ଗୋଟିଏ କଥା କହିଲେ। ରାଜା ବାରମ୍ବାର ଭାବୁଥିଲେ ଯେ ବ୍ରାହ୍ମଣ ନିର୍ଦ୍ଦୋଷ, କିନ୍ତୁ ଅନେକ ଲୋକ ତାଙ୍କୁ ପୁନର୍ବିଚାର କରିବାକୁ ଅନୁରୋଧ କଲେ। ରାଜା ପୁଣି ଆଉ ଥରେ ପୁନର୍ବିଚାର କଲେ। ବହୁତ ବିଚାର ପରେ ରାଜା ବ୍ରାହ୍ମଣଙ୍କୁ କହିଲେ, ମୁଁ ତୁମକୁ ମୃତ୍ୟୁଦଣ୍ଡ ଦେଇପାରିବି ନାହିଁ, କିନ୍ତୁ ତୁମେ ଯେଉଁ ହାତ ଦ୍ୱାରା ମୋ ପୁଅକୁ ଖଣ୍ଡାରେ ଆଘାତ କରିଛ, ମୁଁ ସେହି ହାତକୁ କାଟିଦେବାର ଆଦେଶ ଦେଉଛି। ଏହା ସହିତ ରାଜା ତାଙ୍କ ହାତ କାଟିଦେଲେ। ଏଥିରେ ବ୍ରାହ୍ମଣ ଗଭୀର ଦୁଃଖିତ ହେଲେ ଏବଂ ରାଜାଙ୍କୁ ଅଧର୍ମୀ ବୋଲି ବିଶ୍ୱାସ କରି ଦେଶ ଛାଡ଼ି ବିଦେଶ ଚାଲିଗଲେ। ସେଠାରେ ସେ ଜଣେ ବିଦ୍ୱାନ ଜ୍ୟୋତିଷୀକୁ ଖୋଜିବାକୁ ଆରମ୍ଭ କଲେ, ଯାହାଦ୍ୱାରା ସେ ବିନା କୌଣସି ଅପରାଧରେ ତାଙ୍କ ହାତ ହରାଇବାର କାରଣ ପଚାରି ପାରିବେ। କେହି ଜଣେ ତାଙ୍କୁ କହିଲେ ଯେ କାଶୀରେ ଜଣେ ବିଦ୍ୱାନ ଜ୍ୟୋତିଷୀ ରହୁଛନ୍ତି। ତାପରେ ସେ ତାଙ୍କ ଘରେ ପହଞ୍ଚିଲେ। ଜ୍ୟୋତିଷ ବାହାରକୁ ଚାଲି ଯାଇଥିଲେ ଏବଂ ସେ ତାଙ୍କ ସ୍ତ୍ରୀଙ୍କୁ ପଚାରିଲେ, ମା, ତୁମ ସ୍ୱାମୀ ଜ୍ୟୋତିଷୀ ମହାରାଜ କେଉଁଠାକୁ ଗଲେ? ମହିଳା ଜଣକ ଅସହ୍ୟ ଏବଂ କଠୋର ବାଣୀରେ ବ୍ରାହ୍ମଣଙ୍କୁ ଅପମାନ କଲେ। ବ୍ରାହ୍ମଣ ମନେ ମନେ ଭାବିଲେ, ମୁଁ ମୋ ହାତ ହରାଇବାର କାରଣ ପଚାରିବାକୁ ଆସିଥିଲି, କିନ୍ତୁ ଏବେ ମୁଁ ପ୍ରଥମେ ଜ୍ୟୋତିଷୀ ମହାରାଜଙ୍କୁ ତାଙ୍କ ବିଷୟରେ ପଚାରିବି। ଜ୍ୟୋତିଷୀ ଆସି ପହଞ୍ଚିଲେ। ସେ ଘରେ ପ୍ରବେଶ କରିବା ମାତ୍ରେ ଜ୍ୟୋତିଷୀଙ୍କ ସ୍ତ୍ରୀ ତାଙ୍କୁ ଅନେକ ଅପମାନ କଲେ।
କିନ୍ତୁ ଜ୍ୟୋତିଷୀ ଚୁପ୍ ରହିଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ କିଛି କହିଲେ ନାହିଁ। କିଛି ସମୟ ପରେ ସେ ତାଙ୍କ ସିଂହାସନକୁ ଫେରି ଆସିଲେ। ବ୍ରାହ୍ମଣଙ୍କୁ ଦେଖି ଜ୍ୟୋତିଷୀ କହିଲେ, ହେ ବ୍ରାହ୍ମଣ ପରମେଶ୍ୱର, ମୋତେ କୁହ ତୁମେ ଏଠାକୁ କିପରି ଆସିଛ ଓ କାହିଁକି ଆସିଛ? ମୁଁ ତୁମର କି ସେବା କରିପାରିବି? ବ୍ରାହ୍ମଣ କହିଲେ, ମୁଁ ମୋ ବିଷୟରେ ପଚାରିବାକୁ ଆସିଥିଲି, କିନ୍ତୁ ପ୍ରଥମେ ତୁମେ ତୁମର କାହାଣୀ କୁହ। ତୁମ ସ୍ତ୍ରୀ କାହିଁକି ତୁମକୁ ତାଙ୍କ କଥାରେ ଏତେ ଅପମାନିତ କରୁଛନ୍ତି? ତୁମେ ଏହାକୁ କିପରି ସହ୍ୟ କରିପାରୁଛ ବା ଏହାର ସହ୍ୟ କରିବାର କାରଣ କ'ଣ? ଜ୍ୟୋତିଷୀ କହିଲେ, ଏହା ମୋ ସ୍ତ୍ରୀ ନୁହେଁ, ଏହା ମୋର କର୍ମ। ଏହି ଜଗତରେ ତୁମେ ଯାହାକୁ ବି ଦେଖୁଛ, ଭାଇ, ପୁଅ, ଶିଷ୍ୟ, ପିତା, ଶିକ୍ଷକ, ସମ୍ପର୍କୀୟ, ସମସ୍ତେ ମୋର କର୍ମ। ଏହା ମୋ ସ୍ତ୍ରୀ ନୁହେଁ, ଏହା ମୋର ପୂର୍ବ କର୍ମ ଏବଂ ଏହାକୁ ମୁଁ ଅନୁଭବ ନ କରି ଏହିଠାରୁ ମୁକ୍ତି ପାଇପାରିବି ନାହିଁ। ମୁଁ ଯାହା ବି ଭଲ କରେ କି ମନ୍ଦ କାମ ମୁଁ ଯାହା ବି ଭଲ କିମ୍ବା ମନ୍ଦ କାମ କରିଛି ତାହା ମୋତେ ସହ୍ୟ କରିବାକୁ ପଡ଼ିବ। ସେଗୁଡ଼ିକୁ ଅନୁଭବ ନ କରି ଲକ୍ଷ ଲକ୍ଷ କଳ୍ପ ବିତିଗଲା ପରେ ମଧ୍ୟ କର୍ମରୁ ମୁଁ ମୁକ୍ତି ପାଇପାରିବି ନାହିଁ। ତେଣୁ ମୁଁ ମୋର କର୍ମର ପରିଣାମ ଖୁସିରେ ସହ୍ୟ କରୁଛି ଏବଂ ମୋ ସ୍ତ୍ରୀକୁ ଦଣ୍ଡ ମଧ୍ୟ ଦେଉନାହିଁ, ଯାହାଫଳରେ ଭବିଷ୍ୟତରେ ମୋତେ ଏହି କର୍ମର ପରିଣାମ ଭୋଗ କରିବାକୁ ନ ପଡ଼େ। ମହାରାଜ, ଆପଣ କେଉଁ କର୍ମ କରିଥିଲେ? ଜ୍ୟୋତିଷୀ କହିଲେ, ଶୁଣ, ମୋର ପୂର୍ବ ଜନ୍ମରେ ମୁଁ ଏକ କାଉ ଥିଲି ଏବଂ ମୋ ସ୍ତ୍ରୀ ଏକ ଗଧ ଥିଲେ। ଏହାର ପିଠିରେ ଏକ ବଥ ଥିଲା ଏବଂ ଯନ୍ତ୍ରଣାରେ ସେ ବହୁତ ଦୁଃଖିତ ଏବଂ ଦୁର୍ବଳ ହୋଇଯାଇଥିଲେ। ବଥରେ ପୋକ ହୋଇଯାଇଥିଲେ ଏବଂ ମୁଁ ସେଗୁଡ଼ିକୁ ଖାଇବା ପାଇଁ ବଥକୁ ଖୁମ୍ପୁଥିଲି। ଖୁମ୍ପି ଖୁମ୍ପି ବଥଟି ବଡ଼ ହୋଇଗଲା, କିନ୍ତୁ ବଥ ଛାଡ଼ିଲା ନାହିଁ। ମୁଁ ତାପରେ ବଥକୁ ହଟାଇବାର ପ୍ରାଣପଣେ ଚେଷ୍ଟା କଲି, କିନ୍ତୁ କରିପାରିଲି ନାହିଁ। ଶେଷରେ ପାଣି ପିଇବା ପାଇଁ ଆମେ ଗଙ୍ଗା ନଦୀରେ ପ୍ରବେଶ କଲୁ। ଗଙ୍ଗା ନଦୀରେ ଏତେ ପ୍ରବଳ ସ୍ରୋତ ଥିଲା ଯେ ଆମେ ଦୁହେଁ ଭାସିଯାଇ ମରିଗଲୁ। ତାପରେ ଗଙ୍ଗା ନଦୀର ପ୍ରଭାବରେ ଏହା ଜଣେ ବ୍ରାହ୍ମଣୀ ହୋଇଗଲେ ଏବଂ ମୁଁ ଜଣେ ପ୍ରସିଦ୍ଧ ଜ୍ୟୋତିଷୀ ହୋଇଗଲି। ସେ ଆହୁରି କିଛି ଦିନ ମୋତେ ଗାଳି ଦେଇ ଚାଲିବେ। ମୁଁ ଏହାର ମୋର ପୂର୍ବ କର୍ମର ଫଳାଫଳ ବୋଲି ସହ୍ୟ କରିବି। ମୁଁ ତାଙ୍କୁ ଦୋଷ ଦେଉନାହିଁ, କାରଣ ଏହା ମୋର କର୍ମର ଫଳାଫଳ। ତେଣୁ ମୁଁ ଶାନ୍ତିରେ ରହିବି। ଆଶା କରୁଛି ଯେ କୌଣସି ଦିନ ତାଙ୍କ ସ୍ୱଭାବରେ ନିହାତି ପରିବର୍ତ୍ତନ ହେବ। ଏବେ ଆପଣଙ୍କର ପ୍ରଶ୍ନ ପଚାରନ୍ତୁ। ବ୍ରାହ୍ମଣ ତାଙ୍କ କାହାଣୀ ବର୍ଣ୍ଣନା କରି ପଚାରିଲେ, ଅଧାର୍ମିକ ପାପୀ ରାଜା, ମୋର ନିର୍ଦ୍ଦୋଷ ହାତ କାହିଁକି କାଟିଲେ? ରାଜା ତୁମର ହାତ କାଟି ନଥିଲେ, ତୁମର କାର୍ଯ୍ୟ ଯୋଗୁଁ ଏହା ଘଟିଥିଲା। ବ୍ରାହ୍ମଣ ପଚାରିଲେ, କିପରି କାର୍ଯ୍ୟ? ଜ୍ୟୋତିଷୀ ଉତ୍ତର ଦେଲେ, ତୁମର ପୂର୍ବ ଜନ୍ମରେ ତୁମେ ଜଣେ ତପସ୍ୱୀ ଥିଲ। ରାଜକୁମାରୀ ଜଣେ ଗାଈ ଥିଲେ ଏବଂ ରାଜକୁମାର ଜଣେ କଂସେଇ ଥିଲେ। ଯେତେବେଳେ କଂସେଇ ଗାଈକୁ ହତ୍ୟା କରିବାକୁ ଯାଉଥିଲା, ସେତେବେଳେ ବିଚରା ଗାଈଟି ତାର ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲକୁ ପଳାଇଗଲା। କଂସେଇ ଧାଇଁ ଧାଇଁ ଆସି ତୁମକୁ ପଚାରିଲେ, ଏଠାରେ କୌଣସି ଗାଈ ଯାଇଛି କି? ତୁମେ ଗାଈ କେଉଁ ଆଡ଼କୁ ଯାଇଥିଲା ସେ ଦିଗକୁ ଇଙ୍ଗିତ କରିଥିଲ ଏବଂ କଂସାଇ ଗାଈଟିକୁ ମାରିଦେଇଥିଲା। ଏହି ସମୟରେ ଜଙ୍ଗଲରୁ ଏକ ସିଂହ ଆସି ଗାଈ ଏବଂ କଂସେଇ ଉଭୟଙ୍କୁ ଖାଇଦେଇଥିଲା। କଂସେଇ ରାଜକୁମାର ଭାବରେ ଜନ୍ମ ହୋଇଥିଲେ ଏବଂ ଗାଈ ରାଜକୁମାରୀ ଭାବରେ, ଏବଂ ସେମାନଙ୍କର ପୂର୍ବ ଜୀବନର କର୍ମ ସେମାନଙ୍କୁ ଗୋଟିଏ ରାତି ପାଇଁ ଏକାଠି କରିଥିଲା। କଂସେଇ ଗାଈକୁ କୁରାଢ଼ୀରେ ମାରିଥିବାରୁ ରାଜକୁମାରୀ ଭୁଲବଶତଃ ଖଣ୍ଡା ପକାଇ ଦେଇଥିଲେ, ଯାହା ରାଜକୁମାରଙ୍କର ମୁଣ୍ଡ କଟିଯାଇଥିଲା ଏବଂ ସେ ମରିଯାଇଥିଲେ। ତୁମର ହାତ ଇଙ୍ଗିତରେ ପାପପୂର୍ଣ୍ଣ କାର୍ଯ୍ୟ ତୁମର ହାତକୁ କାଟି ଦେଇଛି। ତୁମର ହାତ ତୁମର କର୍ମ ଯୋଗୁଁ କଟିଛି। ଏହା ତୁମର ଦୋଷ ନୁହଁ କି ଅନ୍ୟ କାହାର ଦୋଷ ନୁହଁ। ଏହାର ସମାଧାନ କର ଏବଂ ଖୁସିରେ ବଞ୍ଚ। ଏହି କର୍ମର ଏହି ନୀତିକୁ ଗ୍ରହଣ କରିବା ଏବଂ ବୁଝିବା, ତେବେ ଆମେ ଆମର ପୂର୍ବ କର୍ମର ପରିଣାମ ଦ୍ୱାରା ମଧ୍ୟ ଦୁଃଖିତ ହେବୁ ନାହିଁ, ବରଂ ଅନ୍ୟ ମନରେ ସମତା ବଜାୟ ରଖିବାର ସଫଳ ହେବୁ। ତେବେ ବନ୍ଧୁଗଣ, ଯଦି ଆପଣଙ୍କୁ କାହାଣୀଟି ଭଲ ଲାଗିଛି ହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ମନ୍ତବ୍ୟରେ
ରାଧେ ରାଧେ ଲେଖିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ। ରାଧେ ରାଧେ।